ଆପଣ ଯେତେ ଯେତେ ଉପରକୁ ଯିବେ ପାହାଚ ତ ସରିଲା, ମୁଁ ସେଠି ଆପଣଙ୍କୁ ଦେଖେଇଲି। ବର୍ତ୍ତମାନ ମୁଁ ଯେତେ ଯେତେ ଉପରକୁ ଯାଉଛି ବାଟଟା ଦେଖନ୍ତୁ ସେତେ ସ୍କୁଇଜ୍ ହେଇଯାଉଛି ବାଟ। ଯେତେ ଯାହା ହେଲେ ବି ଡର ଲାଗିବା ସ୍ୱାଭାବିକ। ଆପଣ ଦେଖନ୍ତୁ ମାନେ ଆମର ନର୍ମାଲ ଏରିଆରେ ବି ଦିନବେଳା ବିଲୁଆ ବାରାଫାରା ପଳେଇ ଆସୁଛନ୍ତି ବୁଲିବା ପାଇଁ, ଆଉ ଇଏ ତ ଜଙ୍ଗଲ। ଗାଈ ବାଛୁରୀ ଚରି ଚରି ପାହାଡ଼ ଉପରକୁ ପଳେଇ ଆସେ। ଏଇଠିକା ଲୋକାଲ ଗାଈ ହେଇଥିବେ, ପ୍ରାୟ ଆସୁଥିବେ ଆଉ। ଜୟ ଜଗନ୍ନାଥ। ମୋର ସମସ୍ତ ଦର୍ଶକମାନଙ୍କୁ ଆଜିର ଆଉ ଗୋଟିଏ ରୋମାଞ୍ଚପୂର୍ଣ୍ଣ ନୂତନ ଅଧ୍ୟାୟରେ ମୁଁ ସ୍ୱାଗତ କରୁଛି। ବର୍ତ୍ତମାନ ଆମ ଗାଡ଼ିଟି ଚାଲିଛି ପାରାଦୀପରୁ ଦଇତାରିକୁ କନେକ୍ଟ କରିଥିବା ହାଇୱେ ଉପରେ। ଆଉ କିଛି ବାଟ ଗଲା ପରେ ମୋତେ ଭାଙ୍ଗିବାକୁ ପଡ଼ିବ କୃଷ୍ଣଦାସପୁରରୁ ରାଇଟ୍ ସାଇଡ଼୍କି। ବର୍ତ୍ତମାନ ମୁଁ ଓଳାଶୁଣୀ ପର୍ବତର ପାଦଦେଶରେ ପହଞ୍ଚିଗଲିଣି। କିଛି ବାଟ ଗଲା ପରେ କୃଷ୍ଣଦାସପୁରରୁ ମୋତେ ଡାହାଣକୁ ଭାଙ୍ଗିଯିବା ପାଇଁ ପଡ଼ିବ। ଆଜିର ଏହି ଭିଡ଼ିଓରେ ଆମେ ଏକ୍ସପ୍ଲୋର କରିବା ଗୋଟେ ବିରାଟ ପର୍ବତ ଉପରେ ଥିବା ଗୋଟିଏ ଦରଗାକୁ। ବର୍ତ୍ତମାନ ମୁଁ ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ୍ ଜିନିଷ ଦେଖେଇବି। ଆପଣ ଦେଖନ୍ତୁ ଏ ଦୂରରେ ଗୋଟେ ପର୍ବତ, ବିରାଟ ଉଞ୍ଚର ଗୋଟେ ପୁରା ସବୁଜର ଗୋଟେ ପର୍ବତ ଆପଣଙ୍କ ସାମ୍ନାରେ ଅଛି। କିନ୍ତୁ ଆପଣ ଯଦି ନିରୀଖ ହେଇକି ଦେଖିବେ ଆପଣଙ୍କୁ ଏଇ ଜାଗାରେ ଗୋଟେ ପର୍ଟିକୁଲାର ଗୋଟେ ହ୍ୱାଇଟ୍ ଡଟ୍ ଦେଖାଯିବ, ଗୋଟେ ଧଳା ଦାଗଟେ ଦେଖାଯିବ, ଯେଉଁଟାକି ଗୋଟେ ଦରଗା। ଆପଣମାନେ କିଛି ଲୋକ ହୁଏତ ଜାଣିଥିବେ, କିଛି ଜାଣିନଥିବେ। ଆପଣ କଟକ କିମ୍ବା ଭୁବନେଶ୍ୱର ଗଲାବେଳେ ଏଇ ବାଲିଚନ୍ଦ୍ରପୁର ସାଇଡ଼୍ରେ ଆପଣ ଏଇ ପାହାଡ଼ଟି ଦେଖିଥିବେ, ଆଉ ପାହାଡ଼ ଉପରେ ଦେଖିଥିବେ ଏଇ ଦରଗାଟି, ଗୋଟେ ଧଳା ଡଟ୍ ଭଳିଆ ଦରଗାଟେ। କିନ୍ତୁ ଆପଣ ଟିକେ ଗୋଟେ ଅନୁମାନ କରନ୍ତୁ, ଏତେ ଉଚ୍ଚକୁ ଗୋଟେ ଛୋଟ ଜିନିଷଟେ ନେବା ବି ବହୁତ କଷ୍ଟକର ଜିନିଷ। କିନ୍ତୁ ଏଇ ଯେଉଁ ପର୍ବତ ଉପରେ ଏଇ ଦରଗାଟି ଗଢ଼ି ଉଠିଛି, ଆ ପାଇଁ ସିମେଣ୍ଟ ଲାଗିଥିବ, ବାଲି ଲାଗିଥିବ, ଇଟା ଲାଗିଥିବ, ପାଣି ବି ଲାଗିଥିବ। ତ ଏତେ ଉପରେ ସେମାନେ କିଭଳି ଭାବରେ ସେଇ ପାଣି, ସିମେଣ୍ଟ, ଇଟା, ବାଲି ଏଗୁଡ଼ିକ ସବୁ ନେଇ ସେ ମନ୍ଦିରଟି ତିଆରି କରିଛନ୍ତି। ଆଉ ମନ୍ଦିରଟି କେତେ ପୁରୁଣା, ଆଉ ଆକ୍ଚୁଆଲି କେତେ ଉପରେ ସେଇ ପର୍ବତର ଶିଖରରେ ସେଇ ମନ୍ଦିରଟି ଅଛି, ଆଜିର ଭିଡ଼ିଓରେ ଆମେ ଏଇଟାକୁ କମ୍ପ୍ଲିଟ୍ କଭର୍ କରିବା। ଆଉ ସେଇ ଜାଗାଟିକି ଯାଇକି ଦେଖିବା, ସେ ଜାଗାର ମାହାତ୍ମ୍ୟ ବିଷୟରେ ମଧ୍ୟ କିଛି ଜାଣିବା। ବର୍ତ୍ତମାନ ଆମେ ଏଣ୍ଟ୍ରି କରିସାରିଛେ ସେଇ ରାସ୍ତାରେ, ଯେଉଁ ରାସ୍ତା କି କୃଷ୍ଣଦାସପୁରରୁ ତାଳୁଆ ବାଲିକୁଦା ଦେଇ ଆଗକୁ ଯାଇଛି। ଆଉ ଏଇ ରାସ୍ତାର ଦୁଇ ସାଇଡ଼୍ରେ ବିରାଟ ବିରାଟ ପର୍ବତ ଘେରି ରହିଛି, ତା ଛଡ଼ା ଘଞ୍ଚ ଜଙ୍ଗଲ ମଧ୍ୟ। ଆପଣ ଯେତେବେଳେ ଏଇ ରାସ୍ତା ଦେଇ ଅତିକ୍ରମ କରିବେ, ଏଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣ ମନକୁ ନିଶ୍ଚିନ୍ତ ଭାବରେ ଛୁଇଁବ। ପ୍ରକୃତରେ ଆପଣମାନେ ନିଜେ ଦେଖନ୍ତୁ ଏଇ ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ କେତେ ମନୋହର, କେତେ ଉଞ୍ଚ ଉଞ୍ଚ ପର୍ବତ, ଆକାଶ ଏବଂ ସୁନ୍ଦର ସୁନ୍ଦର ଗଛ, ତା ଛଡ଼ା ଏଠିକାର ଲୋକାଲ ବାସିନ୍ଦାମାନଙ୍କର ଗାଈ ଗୁଡ଼ିକ ଚରୁଥିବାର ଦୃଶ୍ୟ। ଆପଣ ଯୁଆଡ଼କୁ ଚାହିଁବେ ସିଆଡ଼େ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିଲା ଭଳିଆ ନଜାରା ଆପଣ ଦେଖିବାକୁ ପାଇବେ। ଏହି କଥା ପ୍ରସଙ୍ଗ ଭିତରେ ପୀର ବାବାଙ୍କର ଦରଗା ଯେଉଁ ବୋର୍ଡ଼ଟି ରହିଛି, ସେ ବୋର୍ଡ଼ ପାଖରେ ମୁଁ ପହଞ୍ଚି ଯାଇଛି। ସେଇ ପର୍ବତ ଉପରକୁ ଚାଲନ୍ତୁ ଯିବା। ପୁରା ପର୍ବତର ଉପରକୁ ଗାଡ଼ି ତ ଯିବାର ଚାନ୍ସ ନାହିଁ, ବାଇକ୍ ଯାଇପାରିବନି। ତ ଯେତିକି ବାଟ ବାଇକ୍ ଯାଇପାରିବ
ସେତିକି ବଡ଼ ବାଇକ୍ ନେଇଯିବା, ତାପରେ ଆଗକୁ କ'ଣ କେମିତି କମ୍ୟୁନିକେସନ୍ ରହିଛି, ପାହାଚ ଅଛି କି ନାହିଁ, କି ପାହାଡ଼ ଚଢ଼ିକି ହିଁ ଆମକୁ ଯିବାକୁ ପଡ଼ିବ, ସେ ଜାଗାରେ ପହଞ୍ଚିଲା ପରେ ଆମେ ଜାଣିପାରିବା। ଗାଡ଼ିଟା ଏଇଠି ପାର୍କିଂ କରିଦେଲି। ଏଇଠୁ ଚଢ଼ିବା ଆରମ୍ଭ ହେଇଗଲା ପାହାଡ଼। ଆଉ ଏଇଭଳିଆ ପଥୁରିଆ ରାସ୍ତାରେ କିଛି ବାଟ ଚାଲିଲେ ତାପରେ ପାହାଚ ଆସିବ। ପକ୍କା ପାହାଚ ହେଇଛି, ସିମେଣ୍ଟ ପାହାଚ। ପାହାଚଟା ଉପରକୁ ହେଇଛି କି କେତେ ବାଟ ହେଇଛି ଗଲେ ଜଣା ପଡ଼ିବ। ଆଉ ଏଠି ଆକ୍ଚୁଆଲି ମୁଁ ଯାହା ପଚାରି ବୁଝିଲି ତ ଗୁରୁବାର ଭିଡ଼ ରୁହେ, କିନ୍ତୁ ଆଜି ବୁଧବାର ଫାଙ୍କା ଅଛି, ସେମିତି ବିଶେଷ କେହି ନାହାନ୍ତି। ତଳ ରାସ୍ତା ଠାରୁ ଏ ରାସ୍ତାଟା 100 ଗୁଣରେ ଭଲ। ପକ୍କା ପାହାଚ ହେଇଛି, ଧୀରେ ଧୀରେ ଯିବା, ରେଷ୍ଟ ନେଇ ଯିବା ଉପରକୁ। ମାନେ ମୁଁ ବହୁତ କମ୍ ବାଟ ଆସିଛି, ଦେଖୁଥିବେ କେତିକି ବାଟ କ୍ରସ୍ କରିଛି, ମାନେ ଦେହ କଣ ହେଇଗଲାଣି। ପୁରା ତୀଖ ପାହାଚଟା, ପୁରା ତୀଖ। ବହୁତ ପାହାଡ଼ ଚଢ଼ିଛି ମୁଁ, ଆପଣ ମୋ ଭିଡ଼ିଓରେ ଦେଖିପାରିବେ, ବହୁତ ଗୁଡ଼ିଏ ପାହାଡ଼ ଏମିତି ଚଢ଼ିଛି, କିନ୍ତୁ ଇଏ ପୁରା ତୀଖ। ମାନେ ଖୁବ୍ କମ୍ ସମୟ ଚାଲିଲା ବେଳକୁ ଦେହ କଣ ହେଇଯାଉଛି, ନିଶ୍ୱାସ ଫୁଲି ଯାଉଛି। ଯଦି ଆପଣମାନେ ଆସିବାକୁ ଚାହୁଁଛନ୍ତି, ପାଣି ବୋଟଲଟା ସାଙ୍ଗରେ ନିହାତି, ଆଉ ଖଣ୍ଡେ ବାଡ଼ି, ଏଇ ଦୁଇଟା ତ ନିହାତି ଦରକାର ଏଠିକି ଆସିବା ପାଇଁ। ଆଗକୁ ତ ଆରମ୍ଭ ହେଲା, ଆଗକୁ କ'ଣ କ'ଣ ପ୍ରୋବ୍ଲେମ୍ ଅଛି ମୁଁ ବି ଜାଣିନି। କେତେ ବାଟ ଆହୁରି ରହିଲା, ବାଟ ଏମିତି ଅଛି କି ପାରାଲାଲ ଅଛି, କ'ଣ ଅଛି ଦେଖିବା ଆଗକୁ ଗଲେ। ଆପଣମାନେ ଯେମିତିକି ଦେଖୁଥିବେ ବହୁତ ସାରା ବାଟ ମୁଁ ଆସିଲି ସିମେଣ୍ଟ ପାହାଚରେ, ଯେଉଁଟାକି ପାହାଚ ସିମେଣ୍ଟ ହେଇଛି। କିଛି ବାଟ ପଥର ଅଛି, ଅଳ୍ପ ବାଟ, ତାପରେ ସେଇ ସିମେଣ୍ଟରେ ଆସିଛି। କିନ୍ତୁ ଏଠି ଦେଖନ୍ତୁ ସିମେଣ୍ଟ ପାହାଚ ଏତିକି ପର୍ଯ୍ୟନ୍ତ ହେଇଛି। ଆଠୁ ଆଗକୁ ପାହାଡ଼ର ଯେଉଁ ପଥର ଗୁଡ଼ିକ ଖଞ୍ଜା ହେଇକି ପାହାଚ ଗୁଡ଼ିକ ହେଇଛି, କିନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍ ଅଛି, କିନ୍ତୁ ପଥରରେ ଅଛି। ଆଗରେ ବି ମୁଁ ଆସିଲା ବେଳେ ଗୋଟେ ବୋର୍ଡ଼ ଦେଖିଥିଲି, ଯେଉଁ ବୋର୍ଡ଼ରେ ଲେଖା ହେଇଥିଲା କି ପାହାଚ ନିର୍ମାଣ ପାଇଁ ସାହାଯ୍ୟ। ଯେଉଁମାନେ ନିଜ ଇଚ୍ଛାରେ ସ୍ୱଇଚ୍ଛାରେ କରିବେ ତ ସେମାନେ କରିପାରିବେ। ବହୁତ ସାରା ପର୍ଯ୍ୟଟକ ବା ଭକ୍ତମାନେ ଯେଉଁ ଆସୁଛନ୍ତି, ସେମାନେ ବି କିଛି କିଛି ପଇସା ଡୋନେଟ୍ କରୁଛନ୍ତି ଏ ପାହାଚ ତିଆରି ପାଇଁ। ଆଗାମୀ ଦିନରେ ଲୋକମାନଙ୍କର ସହାୟତାରେ ହେଉ କିମ୍ବା ପ୍ରଶାସନ ସହାୟତାରେ ଏ ପାହାଚଟି ନିଶ୍ଚିନ୍ତ ଭାବରେ ମନ୍ଦିର ପାଖକୁ ବା ବାବାଙ୍କ ପାଖକୁ ଲାଗିଯିବ। ଦରଗା ପୁରା ପାଖକୁ ପାହାଚଟା ହେଇଯିବ। ପାହାଡ଼ଟା ଆକ୍ଚୁଆଲି ଏତେ ତୀଖ, ଏ ଯେଉଁ ଚଢ଼ାଣୀଟା, ଆପଣ ଗୋଟିଏ ଦମରେ ପାଖାପାଖି 20ରୁ 25ଟା ପାହାଚ ଚଢ଼ିପାରିବେ, ଆଉ ବେଶୀ ପାହାଚ ଚଢ଼ିପାରିବେନି। ପୁରା ତୀଖ ଅଛି। ମୁଁ ଏତିକି ବାଟ ଆସିଲା ଭିତରେ 3 ଜାଗା ବସି ସାରିଲିଣି, 2 ଥର ପାଣି ପିଇ ସାରିଲିଣି। ଆପଣ ଦେଖନ୍ତୁ କେତେ ତୀଖ। ଧୀରେ ଧୀରେ ଉଠି ଉଠିକି ଆସିଲେ, ଆଉ ଉପରକୁ ବି କେତେ ଜାଗା ଅଛି କିଛି ଜଣାପଡ଼ୁନି। ଏଠି ଗୋଟେ ଚେୟାରଟେ ପଡ଼ିଥିଲା, ବ୍ୟାଗ୍ଟାକୁ ପୁରା ଫୋପାଡ଼ି ଦେଇକି ସେ ଚେୟାରରେ ବସିଛି। କିଛି ସମୟ ଏଠି ରେଷ୍ଟ ନେବି, ତାପରେ ଟିକେ ଦମ୍ ଗୋଟେଇକି ଥରେ ଆଗକୁ ବଢ଼ିବି। ଆପଣ ଯେତେ ଉପରକୁ ଯିବେ, ପାହାଚ ତ ସରିଲା, ମୁଁ ସେଠି ଆପଣଙ୍କୁ ଦେଖେଇଲି। ବର୍ତ୍ତମାନ ମୁଁ ଯେତେ ଉପରକୁ ଯାଉଛି, ବାଟଟା ଦେଖନ୍ତୁ ସେତେ ସ୍କୁଇଜ୍ ହେଇଯାଉଛି। ବାଟ ବହୁତ ଜାକି ହେଇଯାଇଛି, ଆଉ ପଥର ଗୁଡ଼ିକ ଯେମିତି ତଳେ ସଜା ହେଇକି ଷ୍ଟେପ୍ ଭଳିଆ ହେଇଥିଲା, ସେଭଳିଆ ବି ଆଉ ନାହିଁ। କେବଳ ପଥର ଗୁଡ଼ିକ ଅଛି। ଆଉ ଆଡ଼କୁ ଚଢ଼ିବା ପାଇଁ ଆଉ ଟିକେ କଷ୍ଟ ଲାଗୁଛି, ଆଉ ଡେଞ୍ଜର ବି ଲାଗୁଛି। ମୁଁ ତ ଏକା ଅଛି, ସେଥିଲାଗି ଭୟ ଲାଗୁଛି। ଯଦି ଆପଣ ଆସିବାକୁ ଚାହୁଁଛନ୍ତି ତ ଚେଷ୍ଟା କରିବେ ସାଙ୍ଗରେ ଜଣେ 2 ଜଣକୁ ଆଣିବା ଲାଗି। ବର୍ତ୍ତମାନ ଆପଣ ଦେଖନ୍ତୁ ତଳର ଦୃଶ୍ୟ,
ମାନେ ତଳ ଜିନିଷ ଗୁଡ଼ା କେତେ ତଳେ ଅଛି। ମାନେ ବର୍ତ୍ତମାନ ମୁଁ କେତେ ହାଇଟ୍ ଅଲରେଡ଼ି ଚଢ଼ିକି ଆସି ସାରିଲିଣି। ଆହୁରି କେତେ ଯେ ବାଟ ଅଛି ମୁଁ ବି ଜାଣିନି। ଆହୁରି ବହୁତ ବାଟ ଅଛି। ଦେଖନ୍ତୁ ପାହାଚଟା ଦେଖିଲେ ଆପଣ ଜାଣିପାରୁଥିବେ ଆହୁରି କେତେ ଉପରକୁ ବାକି ଅଛି। ତ ଯେତେ ଯେତେ ଉପରକୁ ମୁଁ ଯାଉଛି ତ ସେତେ ଶୀଘ୍ର ଦମ୍ ହଟି ଯାଉଛି। ତ ଅଳ୍ପ ବାଟ ଚାଲିଲା ପରେ ଟିକେ ଟିକେ ରେଷ୍ଟ ନେଇ ଫେର ଆଗକୁ ଯିବା ପାଇଁ ଚେଷ୍ଟା କରୁଛି। ଧୀରେ ଧୀରେ ଆହୁରି ଉପରକୁ ଯିବା। ଯେତେ ଯାହା ହେଲେ ବି ଡର ଲାଗିବା ସ୍ୱାଭାବିକ। ଆପଣ ଦେଖନ୍ତୁ ମାନେ ଆମର ନର୍ମାଲ ଏରିଆରେ ବି ଦିନବେଳା ବିଲୁଆ ବାରାଫାରା ପଳେଇ ଆସୁଛନ୍ତି ବୁଲିବା ପାଇଁ। ଆଉ ଇଏ ତ ଜଙ୍ଗଲ। ଯେତେ ଚଳପ୍ରଚଳ ହେଲେ ବି ଆମ ଏରିଆରେ ଯେହେତୁ ସେଇଭଳିଆ ପଶୁପକ୍ଷୀ ପଳେଇ ଆସୁଛନ୍ତି, ତ ଇଏ ତ ଘଞ୍ଚ ଜଙ୍ଗଲ ଆଉ ପାହାଡ଼। ଇଏ ହେଉଛି ପଶୁପକ୍ଷୀମାନଙ୍କର ଏରିଆ। କିଏ କହିବ ଆଗକୁ ଭୟଙ୍କର ପଶୁ ଗୋଟେ ନ ଆସିବ ବୋଲି? କେହି ଗ୍ୟାରେଣ୍ଟି ଦେଇପାରିବେନି। କାରଣ ଯେହେତୁ ଏଇଟା ଆମେ ତାଙ୍କ ଏରିଆରେ ଆସିଛେ, ତାଙ୍କ ଏରିଆରେ ଯାଉଛେ, ତ ତାଙ୍କର ଏଟା ଘର ନା। କେତେବେଳେ କେଉଁ ମୁହୂର୍ତ୍ତରେ କୌଣସି ପଶୁପକ୍ଷୀ ବି ସାମ୍ନାକୁ ଆସିପାରନ୍ତି। ମାନେ ଏବେ ଟିକେ ପାରଲାଲ ଭଳିଆ ଲାଗୁଛି ରାସ୍ତାଟା। ମାନେ ଆଗରୁ ଯେତେ ତୀଖ ଥିଲା ଏବେ ଟିକେ ତୀଖଟା କମିଛି। ଆଉ ଟିକେ ଚାଲିବା ପାଇଁ ଟିକେ ଭଲ ଲାଗୁଛି, କାହିଁକିନା ରାସ୍ତାଟା ଆଗ ଭଳିଆ ଆଉ ତୀଖା ନାହିଁ, ଟିକେ ପାରଲାଲ ଦେଖାଗଲା। କିନ୍ତୁ ରାସ୍ତା ପୁରା ସ୍କୁଇଜ୍, ଗଛ ଗୁରା ରାସ୍ତା ଆଡ଼କୁ ପୁରା ପଳେଇ ଆସିଛି। ତ ଦେଖିବା ଆଉ କେତେ ବାଟ ଅଛି ବାବାଙ୍କ ଦରଗା। ଆଉ ମାନେ ଆପଣ ଦେଖନ୍ତୁ ଏଠି ଯୁଆଡ଼କୁ ଅନେଇବେ ଘଞ୍ଚ ଜଙ୍ଗଲ, ପୁରା ପୁରୀ ଭାବରେ ଘଞ୍ଚ ଜଙ୍ଗଲ। ତା ଭିତରେ ଆପଣ ଯେତେବେଳେ ଏକା ଆସୁଛନ୍ତି, ଯେଉଁ ଗଛକୁ ଗଛ ଘଷି ହେଇକି ଯେଉଁ ଶବ୍ଦ, କେଁ କଟର ଶବ୍ଦ, ତା ଦେହରେ ଚଢ଼େଇ ବୋବେଇବାର ଶବ୍ଦ, ବଡ଼ ବଡ଼ ଗୋଧି ଯିବାର ଶବ୍ଦ ଆପଣମାନେ ଦେଖିବେ। ଯଦି ଏକା ଥିବେ ମାନେ ଆପଣଙ୍କର ଡରିବାଟା ବି ସ୍ୱାଭାବିକ। ସେଥିପାଇଁ ଆଟଲିଷ୍ଟ 2 ଜଣ ଆସିବା ନିହାତି ଦରକାର। ଓ ଆଗକୁ ଯିବା। ଟିକେ ପାଣି ପିଇଦେଲି, 10 ମିନିଟ୍ ବସିଗଲି ସେଠି, ଟିକେ ଭଲ ଲାଗିଲା। ଭାବୁଛି ପାଖାପାଖି ପଳେଇ ଆସିଲିଣି ବୋଲି। କାହିଁକି ନା ମାନେ ରାସ୍ତାର କଣ୍ଡିସନକୁ ଦେଖୁଛି, ସେଇଆକୁ ଦେଖିକି ଯାହା ଅନୁମାନ କରୁଛି ପାଖାପାଖି ହେଇଗଲାଣି, ପାରାଲାଲ ରୋଡ଼ ପଳେଇ ଆସିଲାଣି। ତ ଦେଖିବା ଆଉ କେତେ ବାଟ ରହିଲା। ଆଗଠାରୁ ଏବେ ଟିକେ ଭଲ ଲାଗୁଛି। ହଁ ଲାଗୁଛି ପାଖାପାଖି। ଆପଣ ଦୂରେଇକି ଦେଖିଲେ ଦେଖିପାରିବେ ଦରଗାର ଉପର ପୋଜିସନଟା। ମୁଁ ଏବେ ଆପଣଙ୍କୁ ଦେଖାଉଛି ସ୍କ୍ରିନ୍ର ସେଣ୍ଟରରେ। ଆପଣ ଦେଖିପାରୁଥିବେ ବିୟୁଟିଫୁଲ୍ ସିନେରୀ। ମାନେ ଏତେ ପରିଶ୍ରମ କରି ଚଢ଼ିବାର ଫଳ। ଏଠୁ ତଳର ନଜାରାଟା ଆପଣ ଦେଖନ୍ତୁ। ୱାଓ, ଏଇଟା ଆପଣ ଦେଖୁଛନ୍ତି ତଳ ସିନ୍ଟା, ଆଉ ଏଇଟା ବାବାଙ୍କ ଦରଗା ରହିଲା। ଯାହା ହଉ ଆପଣ ଯେତେବେଳେ କଷ୍ଟ କରି ଆସୁଥିବେ, ଡେଷ୍ଟିନେସନଟା ଆପଣଙ୍କ ସାମ୍ନାରେ ଦେଖାଯିବ, ତ ଆପଣଙ୍କୁ ଆଉ ଟିକେ ଜୋସ୍ ବି ଲାଗିବ, ମନ ଭିତରେ ଆଉ ଟିକେ ବଳ ବି ପଳେଇ ଆସିବ ଯେ କି ନା ମୁଁ ଜାଗା ଉପରେ ପହଞ୍ଚିଗଲି ବୋଲି। ତ ଆପଣ ଦେଖିପାରୁଥିବେ ବର୍ତ୍ତମାନ ବି ଆକ୍ଚୁଆଲି ମୁଁ ପାଖରେ ପହଞ୍ଚିନି, କିନ୍ତୁ ଯେହେତୁ ଯେଉଁ ଜାଗାରେ ପହଞ୍ଚିବାକୁ ଯାଉଛି ସେ ଜାଗାଟା ଦେଖିଦେଲା ମାନେ ତ ମନ ଭିତରେ ଟିକେ ଉତ୍କଣ୍ଠାଟା ଆହୁରି ବଢ଼ିଯାଏ। ଦେଖନ୍ତୁ ଉପରୁ, ପାହାଡ଼ ଉପରୁ କି ଦୃଶ୍ୟ। ସେଠି ଗୋଟେ ଦେଖିପାରୁଥିବେ ଗୋଟେ ଛୋଟ ପାହାଡ଼। ତାମାନେ ଆପଣ ଜାଣନ୍ତୁ ସେ ପାହାଡ଼ର ଉପରକୁ, ମାନେ ସେ ପାହାଡ଼ର ଡବଲ ମୁଁ ଅଲରେଡ଼ି ଚଢ଼ିକି ଆସିସାରିଲିଣି।
এই ଯେଉଁ ରୋଡ଼ଟା ଆପଣ ଦେଖୁଛନ୍ତି ମୁଁ ସେଇ ରୋଡ଼ରୁ ପ୍ରଥମେ ଆକ୍ଚୁଆଲି ଭିଡ଼ିଓ କରିକି ଦେଖେଇଥିଲି ଆପଣମାନଙ୍କୁ। ସେଇ ହାଇୱେରୁ ଏଇ ଯେଉଁ ମନ୍ଦିରଟା ଗୋଟେ ହ୍ୱାଇଟ୍ ଡଟ୍ ଭଳିଆ ଦେଖାଯାଉଥିଲା, ଯେଉଁଟାକି ମୁଁ ଆପଣଙ୍କୁ ଆଗରୁ ଦେଖେଇଥିଲି। ତ କମ୍ପ୍ଲିଟଲି ଗୋଟେ ଲଙ୍ଗ୍ ଜର୍ଣ୍ଣି କରିସାରିଲା ପରେ ଆଉ ଗୋଟେ ବଡ଼ ପାହାଡ଼କୁ ଚଢ଼ି ସାରିଲା ପରେ ତଳୁ ଦେଖାଉଥିବା ସେ ଯେଉଁ ହ୍ୱାଇଟ୍ ଡଟ୍ ତା ପାଖରେ ମୁଁ ଆସି ପହଞ୍ଚି ସାରିଛି। ଆପଣମାନେ ଦେଖୁଥିବେ ଏଇ ଦରଗାଟି। ତ ଡେରି କରିବାନି, ଚାଲନ୍ତୁ ଫଟାଫଟ ଆଉ ଟିକେ ପାଖକୁ ଯିବା। ତ ମୁଁ ଆରମ୍ଭରୁ ଯେଉଁ କଥା ଆପଣମାନଙ୍କୁ କହୁଥିଲି, ତ ଆପଣମାନେ ଦେଖନ୍ତୁ ଏତେ ଉପରକୁ ଜିନିଷ ଗୁଡ଼ିକ ଆସିକି ଗୋଟେ ଦରଗାଟି ତିଆରି ହେବା କେତେ କଷ୍ଟ। ମଣିଷ ଖାଲି ଚାଲିପାରୁନି, ସିମେଣ୍ଟ ବସ୍ତା ବସ୍ତା ମୁଣ୍ଡେଇକି ଆଣିବା, ପଥର, ଇଟା, ବାଲି ଏସବୁ ଗୁଡ଼ିକ ଆଣି ଏଠି ଗୋଟେ ମନ୍ଦିର ନିର୍ମାଣ କରିବା କେତେ ଯେ କଷ୍ଟ, ଯେଉଁମାନେ କରିଛନ୍ତି ସେମାନେ ହିଁ ଜାଣିଛନ୍ତି। ଫାଇନାଲି ଆମେ ଆସି ପହଞ୍ଚି ସାରିଛେ ଦରଗା ପାଖରେ। ତ ଚାଲନ୍ତୁ ବୁଲିକି ଦେଖିବା ଆଉ ସବୁ କ'ଣ କ'ଣ ଏ କ୍ୟାମ୍ପସ୍ ଭିତରେ ଅଛି। ୱାଓ, ବ୍ୟୁଟିଫୁଲ୍ ସିନେରୀ। ମାନେ ଚାଲି ଚାଲି ପୁରା ବେହାଲ। ଉପରେ ପହଞ୍ଚିଲା ବେଳକୁ ଯେଉଁଭଳିଆ ପବନ ହେଉଛି, ପୁରା ବ୍ୟାଗ୍ ଫୋପାଡ଼ି ଦେଇକି ସେ ଟାଇଲ୍ରେ ମୁଁ ପୁରା ଗଡ଼ିଲି। 15 ମିନିଟ୍ ଆଗେ ଏଠି ଗଡ଼ିବି, ତାପରେ ପାଣି ଟିକେ ପିଇକି ତଳକୁ ଯିବା କଥା ଚିନ୍ତା କରିବି। ମାନେ ଉପରୁ ଆପଣମାନେ ଦେଖିପାରୁଥିବେ ପୁରା ମାନେ ସାଂଘାତିକ ସିନ୍। ତଳେ ଯେଉଁ ନ୍ୟାସନାଲ୍ ହାଇୱେଟା ଦେଖୁଛନ୍ତି, ସେ ଯେଉଁଟାକି ଆପଣଙ୍କର ପାରାଦୀପରୁ ଡୁବୁରି ପଡ଼ିଛି, ଆଉ ସାଇଡ଼୍ରେ ଟ୍ରେନ୍ ଯାଉଥିବ ଆପଣମାନେ ଦେଖିପାରୁଥିବେ। ହୁଏତ ଦୂରରୁ ଦେଖାଯାଉନଥିବ, ମୁଁ ଟିକେ ଜୁମ୍ କରିଦେଉଛି ଆପଣଙ୍କୁ। ଏଇ ଯେଉଁଟା ଆପଣଙ୍କର ଘଟଗାଁ ଏରିଆକୁ ଯାଉଛି ଯେଉଁ ଟ୍ରେନ୍ଟା, ଏଇ ଟ୍ରେନ୍ ରୁଟ୍ଟା, ଏଇ ଉପରୁ ଏଇ ଯେଉଁ ଆଲତିର ଦରଗା ରହିଛି, ଦରଗା ଉପରୁ ଏଇ ସିନ୍ଟା ଆପଣ ତଳକୁ ଦେଖୁଛନ୍ତି। ତ ତଳ ଯେମିତି ଲେଖା ଥିଲା ଯେ କି ପାହାଚ କାର୍ଯ୍ୟ ଆକ୍ଚୁଆଲି ଚାଲୁଛି। ତ ଯେଉଁମାନେ ନିଜ ଇଚ୍ଛାରେ ସହାୟତା କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ। ତ ମୋ ସକ୍ଷମ ଅନୁସାରେ ଯେତିକି ହେଇପାରିବ ବାବାଙ୍କର ଏଥିରେ ଦେଇଦେଲି।
ଏଇ ଯେଉଁ ରୋଡ଼ଟା ଆପଣ ଦେଖୁଛନ୍ତି ପାଖରେ ଏଇ ଯେଉଁ ରୋଡ଼ଟା ଯାଇଛି ଏଇଟା ଆକ୍ଚୁଆଲି କୃଷ୍ଣଦାସପୁରରୁ ଆସିଛି। କୃଷ୍ଣଦାସପୁରରୁ ଏପଟେ ଯାଇକି ଆପଣଙ୍କର ତାଳୁଆ ବାଲିକୁଦା ପର୍ଯ୍ୟନ୍ତ ଏଇ ରୋଡ଼ଟା ପଡ଼ିଛି। ଆଉ ସେଠି ତ ଆପଣଙ୍କୁ ଦେଖେଇଲି ସେଟା ଯେଉଁ ହାଇୱେଟା ଯେଉଁଟା ଆପଣଙ୍କର ପାରାଦୀପ ଆଉ ଡୁବୁରି ରୋଡ଼ଟା। ଏଇ ଯେଉଁ ପାହାଡ଼ଟା ଆପଣ ଦେଖୁଛନ୍ତି ଏଟା ଲଳିତଗିରି, ଆଉ ଲଳିତଗିରିର ସେପଟେ ଆପଣଙ୍କର ଯେଉଁଟା ରହିଲା ଓଳାଶୁଣୀ ପାହାଡ଼, ସେଇ ପାହାଡ଼ଟା ରହିଛି ଆଉ ସେ ରୋଡ଼ଟା ସେଇପଟେ ଏମିତି ଯାଇଛି। ଆଉ ଆମେ ଏବେ ବାବାଙ୍କ ଦରଗା ତ ବୁଲିକି ଦେଖିଲେ, ଏବେ ଚାଲନ୍ତୁ ତଳକୁ ଯିବା। ପାହାଡ଼ଟା ଚଢ଼ିଲା ବେଳେ ଆକ୍ଚୁଆଲି ଆପଣ ଯେତିକି କଷ୍ଟ ଅନୁଭବ କରିବେ ଓହ୍ଲାଇଲା ବେଳେ ସେତିକି କଷ୍ଟ ଅନୁଭବ ହେବନି, କାହିଁକିନା ଅଟୋମେଟିକ୍ ଆପଣ ତଳକୁ ତଳ ଚାଲିବେ। ଦେଖନ୍ତୁ ଗାଈ ଚରି ଚରି କେତେ ଉପରକୁ ପଳେଇ ଆସିଛନ୍ତି। ଗାଈ ବାଛୁରୀ ଚରି ଚରି ପାହାଡ଼ ଉପରକୁ ପଳେଇ ଆସିଛନ୍ତି। ଏଇଠିକା ଲୋକାଲ ଗାଈ ହେଇଥିବେ, ପ୍ରାୟ ଆସୁଥିବେ ଆଉ। ଓହ୍ଲେଇଲା ବେଳକୁ ଏତେଟା କଷ୍ଟ ଜଣାପଡ଼ୁନି। ତାପରେ ମୁଁ ବି ଟିକେ ରେଷ୍ଟ ନେଇଗଲି ସେଠି, ତ ଟିକେ ଭଲ ଲାଗୁଛି, ଟିକେ ଷ୍ଟ୍ରେନ୍ଥ ବି ଆସିଯାଇଛି ଭିତରେ। ତ ଯାହା ହଉ ଆଜିର ଆମର ଏଇ ଜର୍ଣ୍ଣିଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଆପଣ ଦେଖନ୍ତୁ ମାନେ ଏଇ ଜାଗାଟା କେତେ ସ୍କୁଇଜ୍, ଗଛ ଗୁଡ଼ିକ ଦୁଇ ସାଇଡ଼ରୁ ମାଡ଼ି ଆସିଛି। ତ ଏଇଥିପାଇଁ ସେ ଏଠିକା ଯେଉଁ ଲୋକାଲ ଲୋକମାନେ ଅଛନ୍ତି ତ ସେ ପାହାଚ କାମକୁ କରୁଛନ୍ତି, କିଛି କିଛି ଯାହା କଲେକ୍ସନ୍ ହେଉଛି ସେ କଲେକ୍ସନ୍ ପଇସାରେ ପାହାଚ କରୁଛନ୍ତି। ଶୀଘ୍ର ମେ ବି ହେଇଯାଇପାରେ ଉପରକୁ, ଯଦି ପ୍ରଶାସନ କିଛି ହେଲ୍ପ କରନ୍ତି ତ ହୁଏତ ଶୀଘ୍ର ହେଇଯାଇପାରେ। ତଥାପି ପାଖାପାଖି ମୁଁ ଯେତିକି ଚଢ଼ିକି ଦେଖିଲି ଅଧାଠୁ ଅଧିକ ପର୍ଯ୍ୟନ୍ତ ପାହାଚ ହେଇଯାଇଛି, ଆଉ ଖୁବ୍ କମ୍ ଜାଗା ବାକି ଅଛି। ଚାଲ ଆଳୁ ଯେଉଁ ଜାଗା ଅଛି ପାରାଲାଲ ଅଛି, ବେଶୀ କଷ୍ଟ ବି ଅନୁଭବ ହେଉନି। ମୁଁ ଏଇ ସିଟ୍ରେ ଆକ୍ଚୁଆଲି ବସିଥିଲି, ଯେତେବେଳେ ଏଇ ଚେୟାରରେ ଯେତେବେଳେ ବସିଥିଲି ମୋର ବଡ଼ିର ଏନର୍ଜି ଲେବୁଲଟା ପାଖାପାଖି 80% କମିଯାଇଥିଲା। ତ ଗଲାବେଳେ ଆଦୌ ଟିକେ ବି ମାନେ ହାଲିଆ ଲାଗୁନି। ତ ବର୍ତ୍ତମାନ ଆମେ ଆକ୍ଚୁଆଲି ଓହ୍ଲାଉଛେ ତଳକୁ। ମୁଁ କିନ୍ତୁ ଯେତିକି ଯାହା ଦେଖିଲି ଆପଣଙ୍କୁ ଚଢ଼ିବା ପାଇଁ ଯେତିକି ଟାଇମ୍ ଲାଗିବ ଓହ୍ଲାଇବା ପାଇଁ ସେତେ ଟାଇମ୍ ଲାଗିବନି। ଆପଣ ଇଜିଲି ଖୁବ୍ ଶୀଘ୍ର ଓହ୍ଲେଇ ପାରିବେ। ଆଉ ଏଇ ଜାଗାଟା ପର୍ଟିକୁଲାର ମୋ ବ୍ୟାକ୍ ସାଇଡ଼୍ରେ ଯେଉଁଟା ଦେଖୁଛନ୍ତି ଆପଣ, ସେଇ ଜାଗାଟା ଟିକେ କ୍ରିଟିକାଲ୍ ଥିଲା, କାହିଁକିନା ସେଇଟା ଷ୍ଟେପ୍ ହେଇନି, ପଥର ଗୁଡ଼ିକ ଖଞ୍ଜା ହେଇଛି। ଆଉ ଗଛ ଦୁଇ ସାଇଡ଼୍ ଗଛ ଗୁଡ଼ା ବି ପାଖକୁ ପଳେଇ ଆସିଛି, ବହୁତ ପାଖକୁ। ମାନେ ଯେଉଁମାନେ ଫାର୍ଷ୍ଟ ଟାଇମ୍ ଆସିବେ ନିଶ୍ଚିନ୍ତ ଭାବରେ ସେ ଜାଗା ଟିକେ ତାଙ୍କୁ ଟିକେ ଡର ଲାଗିବ, ପର୍ଟିକୁଲାର ସେଇ ଜାଗାଟା ତଳକୁ ଲାଗିବନି କି ଉପରେ ବି ଲାଗିବନି। ତ ମୁଁ ଯେଉଁ ସମୟଟା ମାନେ ଚଢ଼ିଲା ବେଳେ କଟେଇଥିଲି, ଯେଉଁଟାକି ପାଖାପାଖି ଯେତିକି ବାଟ ଚଢ଼ିଲା ଭିତରେ ମୁଁ 3 ଜାଗା ରେଷ୍ଟ ନେଇଥିଲି, ତ ମୁଁ ଓହ୍ଲେଇଲା ବେଳେ ବିନା ରେଷ୍ଟରେ ପାଖାପାଖି ତାର ଡବଲ ବାଟ ଆସି ସାରିଲିଣି। ଆଉ ଅଳ୍ପ ସମୟ ପରେ ଆମେ ସେ ଯେଉଁ ସିମେଣ୍ଟ ଷ୍ଟେପ୍ ଜାଗାରେ ପହଞ୍ଚିଯିବା। କିନ୍ତୁ ଗୋଟେ କଥା, ଆପଣ ଯେତେବେଳେ ଓହ୍ଲେଇବେ ତ ଆପଣଙ୍କୁ ଟିକେ ଧୀରେ ସୁସ୍ଥେ ଓହ୍ଲେଇବାକୁ ପଡ଼ିବ, କାହିଁକିନା ବଡ଼ିର ୱେଟ୍ଟା ସବୁବେଳେ ଆଗକୁ ଝୁକେଇକି ରଖୁଛି, ଆପଣଙ୍କୁ ଫଟାଫଟ ତଳକୁ ଟାଣୁଛି। ଆପଣ ଯଦି ଟିକେ ଅନବାଲାନ୍ସ ହେଇଯିବେ ମେ ବି ପଡ଼ିଯାଇପାରନ୍ତି। ଚାଲନ୍ତୁ ଯିବା ଆଉ। ତ ଏବେ ସିମେଣ୍ଟ ପାହାଚ ଆସିଗଲା, ମୁଁ ତା ଭିତରେ ଗୋଟେ ବିସ୍କିଟ୍ ବି ଖାଇସାରିଲିଣି। ଆଉ ଏଠି ମୁଁ ଦେଖିଲି କିନ୍ତୁ ଗୋଟିଏ ପ୍ଲସ୍ ପଏଣ୍ଟ, ମୁଁ ବହୁତ ଗୁଡ଼େ ପାହାଡ଼ ଚଢ଼ିଛି, ଏଇଟା ଟିକେ ତୀଖ ଅଛି, ତାର ଗୋଟେ ଜିନିଷ ନେଗେଟିଭ୍ ଜିନିଷ। କିନ୍ତୁ ଗୋଟେ ସବୁଠୁ ଭଲ ଜିନିଷ ହେଉଛି କ'ଣ, ମାନେ ଆପଣ ପାହାଡ଼ ତଳୁ ପାହାଡ଼ ଟପ୍ ପର୍ଯ୍ୟନ୍ତ
ନେଟୱାର୍କ ସବୁଠି ପାଇବେ, ପୁରା 5G ନେଟୱାର୍କ। ମାନେ କୌଣସି ଜାଗାରେ ବି ନେଟୱାର୍କ ଆପଣଙ୍କର କଟିବନି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରା 5G ନେଟୱାର୍କ ଫୁଲ୍ ରହୁଛି। କମ୍ୟୁନିକେସନ୍ ଆପଣ ଉପରେ ବି କାହା ସହିତ ବି କରିପାରିବେ। ଆଉ ଏବେକା ଯେଉଁ ଯୁଗ ହେଲାଣି, ଟିକେ ଯେଉଁଠି ଟିକେ ଟାୟାର୍ଡ଼ ହେବେ ଆପଣ ଟିକେ ୟୁଟ୍ୟୁବ୍ କିମ୍ବା ଇନଷ୍ଟାଗ୍ରାମ୍ ଖେଳେଇକି ବି ଦେଖିପାରିବେ।